ଜୟ ଜଗନ୍ନାଥ। ଭାଇମାନେ ଏଇ କିଛି ଦିନ ହେବ ଟିକେ କାମ ବ୍ୟସ୍ତତା ଯୋଗୁଁ ଭିଡ଼ିଓ ହେଇପାରୁନଥିଲା। ଫାଷ୍ଟ ଆଉ ରାଜନୀତି ଭିଡ଼ିଓ କରିବାକୁ ଇଚ୍ଛା ହେଉନି, କାହିଁକିନା କେଉଁ ଦଳକୁ ଭାଇ ଭରସା କରିକି ତାଙ୍କ ପାଇଁ ଭିଡ଼ିଓ କରିବ। ଯାହାକୁ ଦେଖିବ ଦେଖେ ସବୁ ସଲା ସୁତୁରା ଭାଇ। ଆଉ ହଁ ହଁ, ଆଜି ବିଜେଡ଼ି ଚାଷୀମାନଙ୍କ ପାଇଁ ଆନ୍ଦୋଳନ କରୁଛି ଲୋୟର ପିଏମ୍ଜିରେ। 6 ଦିନ ଯାଇକି ବିଧାନସଭା ଚାଲୁନି। ଏଇଟା ଠିକ୍ ମାନେ ବିରୋଧ କଲା ହେଲା ଭଳିଆ ହେବ? ଏଥିରେ ଚାଷୀ ଉପକୃତ ହେବେ ନା ପୁଣି ସାଧାରଣ ଲୋକଙ୍କୁ ହଇରାଣ କରିବେ? ଲାଗୁଛି ବିଜେପି ଠିକ୍ ସେ ବିରୋଧ କରିପାରିବ? କେଉଁମାନଙ୍କୁ ଲାଗୁଛି କମେଣ୍ଟରେ କୁହନ୍ତୁ। ମୋତେ ତ ଲାଗୁଛି 2 ଜଣ ଯାଇକି ସଲା ହେଇକିରି ସାଧାରଣ ଲୋକଙ୍କୁ ଠକୁଛନ୍ତି। ହଉ ଦେଖିବା ଆଗକୁ ରାଜ୍ୟସଭା ନହେଲେ ନାହିଁ ସାଧାରଣ ଲୋକଙ୍କୁ ହଇରାଣ କରି 6 ଦିନ ହେଲାଣି ବିଧାନସଭା ଚାଲୁନି। ଗୋଟେ ଦିନ ବିଧାନସଭା ଚାଲିଲେ କେତେ କଥା, ମାନେ କେତେ ପଇସା ଖର୍ଚ୍ଚ, କେତେ ଲୋକଙ୍କର ସମସ୍ୟାରେ ଆଲୋଚନା ହେବ। 6 ଦିନ ବିଧାନସଭା ବନ୍ଦ। ଆଉ ଯେଉଁମାନଙ୍କୁ ଲାଗୁଛି ଏଇ ଚାଷୀ ଆନ୍ଦୋଳନରେ ଚାଷୀ ହିଁ ସଫଳ ହେବେ, ସେମାନେ କମେଣ୍ଟରେ କୁହନ୍ତୁ। ଜୟ ଜଗନ୍ନାଥ।